ବିଜେଡି ସଂସଦୀୟ ଦଳ ମୁଖପାତ୍ର ପଦରୁ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ହଟାଯିବା ପରେ ବି ଥମିନି ବୟାନବାଜି। ଦଳୀୟ ସୁପ୍ରିମୋ କାହିଁକି ତାଙ୍କୁ ମୁଖପାତ୍ର ପଦରୁ ହଟାଇଲେ ସେ ନେଇ ଆଜି ପୁଣି ପ୍ରତିକ୍ରିୟା ରଖିଛି ବିଜେଡି। ଦଳର ଉପସଭାପତି ତଥା ବରିଷ୍ଠ ମନ୍ତ୍ରୀ ଡକ୍ଟର ଦାମୋଦର ରାଉତ କହିଛନ୍ତି ମୁଖପାତ୍ର ଭାବରେ ଦଳର ମତ ଲୋକଙ୍କ ସାମ୍ନାରେ ରଖିବା ପରିବର୍ତ୍ତେ ବୈଜୟନ୍ତ ପଣ୍ଡା ଅନେକ ସମୟରେ ନିଜର ବ୍ୟକ୍ତିଗତ ମତ ଲେଖା ମାଧ୍ୟମରେ ରଖୁଥିଲେ, ଯାହା ଜନସାଧାରଣଙ୍କ ମଧ୍ୟରେ ଏକ ଭିନ୍ନ ବାର୍ତ୍ତା ସୃଷ୍ଟି କରିଥିଲା। ଠିକ୍ ଅନୁରୂପ ଢଙ୍ଗରେ ବୟାନ ରଖିଛନ୍ତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ତାଙ୍କ ମତ ଓ ଦଳୀୟ ମତରେ ଭିନ୍ନତା ରହୁଥିବାରୁ ଦଳର ସୁପ୍ରିମୋ ହିଁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। କିନ୍ତୁ ଏସବୁ ଭିତରେ ବିଜେଡିର ଏହି କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ନେତା ହୁସେନ ରବି ଗାନ୍ଧୀ। ସେ କହିଛନ୍ତି ନେତାଙ୍କୁ ନିଜ କଥା କହିବାକୁ ଉଚିତ ମାଧ୍ୟମ ମିଳୁନଥିବାରୁ ସେମାନେ ବାଧ୍ୟ ହୋଇ ଗଣମାଧ୍ୟମକୁ ବାଛିଥିବା କହିଛନ୍ତି। राज्य कार्यकारिणी बैठक ठीक रे बसुनी, श्रृंखला कमिटी और संसदीय बोर्ड कमिटी ठीक रे कार्य करू नथिबारु सेमाने काहाकू निजर कथा कहिबे बोली से प्रश्न करिसंती।